ଜୀବନରେ ଯେଉଁ ଲୋକମାନେ ଆପଣଙ୍କ ଠାରୁ ଦୂରେଇବାକୁ ଚାହାନ୍ତି, ପ୍ରଥମେ ଆପଣଙ୍କୁ କୌଣସି ଏକ ମାଧ୍ୟମରେ ଦୋଷୀ କରିଦିଅନ୍ତି ଓ ପରେ ନିଜ ଦୋଷ ଅନ୍ୟ ଉପରେ ଲଦି ଦେଇ ଦୂରେଇ ଯାଆନ୍ତି। କେବେ ନିଜକୁ ଛୋଟ ମନେ କରନ୍ତୁ ନାହିଁ। ମନେ ରଖନ୍ତୁ, ପାଦ ତଳର ଦୁବ ଘାସ ପୂଜାରେ ଲାଗେ, ମୁଣ୍ଡ ଉପରେ ଥିବା ବିଶାଳ ତାଳ ଗଛ ନୁହେଁ। ସ୍ୱପ୍ନ ଦେଖିବା ପାପ ନୁହେଁ, କିନ୍ତୁ ନିଜର ସ୍ୱପ୍ନକୁ ଭାଗ୍ୟ ହାତରେ ଛାଡ଼ିଦେବା ସବୁଠାରୁ ବଡ଼ ପାପ। ଯାହା ସହଜରେ ମିଳିଥାଏ ତାହା ସବୁଦିନ ରହିନଥାଏ, ଆଉ ଯାହା ସହଜରେ ମିଳିନଥାଏ ତାହା ସବୁଦିନ ରହିଥାଏ। ଭୁଲ ଛୋଟ ହେଉ ବା ବଡ଼, ଭୁଲ ତ ଭୁଲ ହୋଇଥାଏ। ଏହାକୁ ଅଣଦେଖା ନ କରି ନିଜ ଭୁଲକୁ ସୁଧାରିବାକୁ ଚେଷ୍ଟା କରିବା ଉଚିତ। କାହିଁକି ନା ଛୋଟିଆ କଣାଟିଏ ଗୋଟିଏ ବଡ଼ ଡଙ୍ଗାକୁ ପାଣିରେ ବୁଡ଼େଇ ଦେବାର କ୍ଷମତା ରଖିଥାଏ।